ମା ଶ୍ରୀ ଅରବିନ୍ଦ ଶରଣ। ମାଙ୍କର ଅପାର କରୁଣାରୁ ଆମେ ସମସ୍ତେ ଅପା ଭାଇମାନେ ଆଜି ଶ୍ରୀ ଅରବିନ୍ଦ ଶ୍ରୀ ମା ଆସ୍ପିରାଣ୍ଟ ଗ୍ରୁପ ରାଜକନିକାରେ ଅନଲାଇନରେ ଯୋଗଦାନ କରିଛେ ପାଠ୍ୟକ୍ରମରେ। ମୁଁ ସମସ୍ତଙ୍କୁ ସ୍ୱାଗତ କରୁଛି, ପ୍ରଣାମ ନମସ୍କାର ଏବଂ ଶୁଭେଚ୍ଛା ଜ୍ଞାପନ କରୁଛି। ଆମେ କ୍ରମାନ୍ୱୟରେ ଆଲୋଚନା କରି ଆସୁଛେ ଶ୍ରୀ ଅରବିନ୍ଦଙ୍କର ପଣ୍ଡିଚେରୀ ପର୍ବ। ଶ୍ରୀ ଅରବିନ୍ଦଙ୍କ ପଣ୍ଡିଚେରୀ ରହଣୀ କାଳ ଭିତରେ କଣ କଣ ସବୁ ଘଟଣା ଏବଂ ଗୁରୁତ୍ୱପୂର୍ଣ୍ଣ ଘଟଣା ଘଟିଥିଲା ସେ ସମ୍ପର୍କରେ ଆଲୋକପାତ କରୁଛେ ଏବଂ ଆମ ସମସ୍ତଙ୍କ ନିମନ୍ତେ ଏହା ଏକ ସୁଯୋଗ ଯେ ପ୍ରଭୁ ଶ୍ରୀ ଅରବିନ୍ଦଙ୍କ ସମ୍ପର୍କରେ ଜାଣିବା। ଯେଉଁ କଥାଗୁଡ଼ିକ ଅଜଣା ଅଛି ଏପର୍ଯ୍ୟନ୍ତ, ପ୍ରକୃତରେ ଶ୍ରୀ ଅରବିନ୍ଦଙ୍କର ଜୀବନୀ କେହି ଲେଖିପାରିବେ ନାହିଁ ଯିଏ ଶ୍ରୀ ଅରବିନ୍ଦ ନିଜେ କହିଥିଲେ। ଯଦି ତାଙ୍କ ବିଷୟରେ ବିଭିନ୍ନ ପୁସ୍ତକକୁ ଆଧାର କରି ତାଙ୍କର ଜୀବନୀକୁ ଆଧାର କରି ପଢ଼ାଯାଏ, ତା ଭିତରୁ ଯାହା ମିଳିବ ତାକୁ ନୋଟ୍ କଲେ ସେଥିରୁ ତାଙ୍କ ଭିତର ଜୀବନର ବା ସବଜେକ୍ଟିଭ ଲାଇଫର ଅନେକ ନୂତନ ତଥ୍ୟ ଜଣାପଡ଼େ। ଏବଂ ଶ୍ରୀ ଅରବିନ୍ଦଙ୍କର ପଣ୍ଡିଚେରୀ ପର୍ବ କେବଳ 1910ରୁ 1950 ମଧ୍ୟରେ ଯାହା ଯାହା ଘଟିଛି ସେ ସବୁ ଆଲୋଚନା କରିବା କଲେ ସ୍ଥୂଳରେ ଆଶ୍ରମ କେମିତି ଗଢ଼ା ହେଲା, କ'ଣ ହେଲା, ଲୋକମାନେ କ'ଣ କ'ଣ ସବୁ କହୁଥିଲେ, କ'ଣ ଏବେ କହୁଛନ୍ତି, ସେତିକିରେ ରହିଯିବ ନାହିଁ। ଅନେକ ଜିନିଷ ଭିତରେ ବା ସୂକ୍ଷ୍ମ ସ୍ତରରେ ରହିଛି, ସଟଲ ୱାର୍ଡ ଯାହା କୁହନ୍ତି, ସେଗୁଡ଼ିକୁ ଆମେ ଚେଷ୍ଟା କରୁଛେ ଆଣି ବାହାରକୁ ଆମେ ଆଲୋଚନା କରିବା ପାଇଁ। ଆମେ ଗତ 13/8/24 ଅଗଷ୍ଟ ମାସ 13 ତାରିଖରେ ଏହି ଆଲୋଚନାର ପାର୍ଟ 39 39ତମ ଭାଗଟିକୁ ସାରିଥିଲେ। ଆଜି ପାର୍ଟ 40 10/8/24 ଆରମ୍ଭ କରିବା। ଆମେ ଗତ ମାସରେ 13/8/24 ପଢ଼ିଥିଲେ ଯେ କେମିତି ମା ଆଶ୍ରମର ଅନ୍ତେବାସୀମାନଙ୍କୁ ନେଇକରି ଲେକ୍ ପାଖକୁ ଯାଉଥିଲେ ଏବଂ ସେଠାରେ ସମସ୍ତଙ୍କୁ ଏକାଠି କରି ବସେଇକରି ମା ଧ୍ୟାନ କରୁଥିଲେ ଏବଂ କିଛି ଡିସ୍କୋର୍ସ ମଧ୍ୟ ଦେଉଥିଲେ। ଆମେ ଜାଣିଛେ ବସୁଧା ତାଙ୍କ ସ୍ମୃତିରୁ ଉଦ୍ଧାର କରି ଲେଖିଛନ୍ତି, ୱାନ୍ସ ୱି ହ୍ୟାଡ୍ ପାମ୍ ଫ୍ରୁଟ୍। ସେଠି ବହୁତ ତାଳ ଗଛ ଏବେ ବି ଅଛି ଏବଂ ସେଇ ତାଳ ଗଛରେ ତାଳ ଧରିଥାଏ ଏବଂ ମା କହିଲେ କାହାକୁ ଜଣକୁ ଡାକ, ସେ ତାଳ ଗଛରେ ଚଳି ତାଳ ତୋଳୁ, ଆମେ ସମସ୍ତେ ଖାଇବା। ଗୋଟେ ଲୋକାଲ ମ୍ୟାନ୍ ଜଣେ ସେଇଠିକାର ସେଇ ଲୋକାଲ ମ୍ୟାନ୍ ଜଣେ ସେଇଠିକାର ଜଣେ ଅଧିବାସୀ ଯିଏ ଗଛ ଚଢ଼ିପାରେ, ତାକୁ ଡକାଗଲା ଏବଂ ସିଏ ଗଛକୁ ଚଢ଼ିଲେ ଏବଂ ତାଳ କାନ୍ଦି କାନ୍ଦିକିରି ସବୁ ଦୌଡ଼ି ଲଗେଇ ତଳକୁ ଖସେଇଲେ ଏବଂ ତାଙ୍କର ଗୋଟେ ବଡ଼ କଟୁରୀ ଯେଉଁଥିରେ ତାଳ ଯେମିତି ନଡ଼ିଆ ପଇଡ଼ ହଣାଯାଏ ସେମିତି ଥିଲା, ସେଥିରେ ସେ ତାକୁ ସବୁ କ୍ଲୋଭ୍ କଲେ, ମାନେ କାଟିଲେ ଏବଂ ତା ଭିତରେ ଯେଉଁ କର୍ଣ୍ଣେଲ ବା ଶସ ଥିଲା ତାକୁ ବାହାର କଲେ ଏବଂ ପବିତ୍ର ଯେ ମାଙ୍କ ସେକ୍ରେଟାରୀ ଥିଲେ ଏବଂ ଡ୍ରାଇଭର ବି ଥିଲେ ସେ ତାକୁ କାଢ଼ିକିରି ସମସ୍ତଙ୍କୁ ଦେଲେ। ଗେଭ୍ ଟୁ ଇଚ୍ ୱାନ୍ ଅଫ୍ ଅସ୍, ବସୁଧା ଏବଂ ଦ୍ୟାଟ୍ ୱାଜ୍ ଆୱାର ପିକନିକ୍। ସାହାନଦୀ ମଧ୍ୟ ସେଇ ସନ୍ଧ୍ୟା ସମୟର ଲଙ୍ଗ୍ ଡ୍ରାଇଭ୍ କଥା ମନେ ପକାଇ ଲେଖିଛନ୍ତି, ରିମେମ୍ବର୍ସ ଦୋଜ୍ କ୍ୱାଇଟ୍ ଲଙ୍ଗ୍ ଇଭିନିଂ ଡ୍ରାଇଭ୍ସ, the walk and the relaxed sittings, enjoying the scenery around. How pleasant it was with the mother. ମାଙ୍କ ସହିତ ଏମିତି ବସିକିରି ତାଳ ଖାଇବା, ତାଳ ସଜ ଖାଇବା ଏବଂ ରିଲାକ୍ସ ହେଇକିରି ପ୍ରକୃତିକୁ ଦେଖିବା, କେତେ ପ୍ଲିଜାଣ୍ଟ, କେତେ ଆନନ୍ଦଦାୟକ।
they used to carry sweets ମା ସାଙ୍ଗରେ କିଛି ମିଠା ନେଇଥାନ୍ତି and give one to each of us ସମସ୍ତଙ୍କୁ ଗୋଟେ ଗୋଟେ ମା ଦିଅନ୍ତି at times there was questions as well ବେଳେ ବେଳେ ସେଠି क्वेश्चन आंसर हुए माँ को आम प्रश्न पचारू एवं माँ तार उत्तर ब्रीफ दियंती तापरे ब्रीफ मेडिटेशन सेठी काम सरे आम फेर आज आम सही समय रे आश्रम को जो माने सब आसी जो माने सब पुरातन धर्म रे पुरातन संस्था भितर थिले तांका भितर टीवी कपाली शास्त्री अन्यतम आउ जने आसते जी भी सुबाराव ए दु जन कथा आज आलोचना करवा टीवी कपाली शास्त्री विषय में आगुरी कही आपण मैंने भी जानते टीवी कपाली शास्त्री जनैक तंत्र साधक तथा रमण महर्षि शिष्य प्रथमे 1917 मसीह प्रभु श्री अरविंद को साक्षात कले एवं 1923 रे से पुनश्च आउ थे प्रभु को दर्शन करने आसिले 17 ରୁ 23 6 वर्ष से लिखती 1917 रे 1917 ରୁ 1923 भितर मोर अंतर्जीवन रे एक सीरीज ऑफ डेवलपमेंट टुक प्लेस द मोस्ट नोटेबल ऑफ देम being a regular experience in sleep of being lifted up मुझे थोड़ा सोउथली मते जेमति के ऊपर को उठे नोथला एटा मोर गोटे डेली एक्सपीरियंस तला मो डाण हाथ धोई के उठे नोथला एंड शोल्डर एक्सपोज the lower part of the leg was slender नहीं गोटे पेज and brought down into a room मते उठे नोथला एवं brought down into a room which I जो जगह को मु जाउथली मु रिकॉग्नाइज करि पारुथली पारिली जोठी किसे मते उठे नहीं जाउथले निद्रा थिला बेले सेतेबेले मु जेतेबेले आश्रम को आसिली मु रिकॉग्नाइज कली सही रूम रे मु श्री अरविंद को 1923 मसीह देखी at his new residence in 9 Rue de la Maraille वर्तमान जोठी आश्रम अछि he has described how struck he was by the spectacular change in the complexion of Sri Aurobindo's body से वर्णना करिसंती ये 6 वर्ष भितर श्री अरविंद शरीर रे जो स्पेक्टाकुलर चेंज होता जो विशेष आखि दृश्य परिवर्तन होता से हूँ शरीर कॉम्प्लेक्शन बा रंग फ्रॉम डार्क ब्राउन इट हैड चेंज्ड टू ए गोल्डन ह्यू डार्क ब्राउन कलर तांकर थिला श्री अरविंदंकर एवं सी परिवर्तन हो जाइतला कोथरे ना गोल्डन ह्यू सुवर्ण वर्ण रे श्री अरविंद स्माइल व्हेन शास्त्री रिमार्क अपनी शास्त्री एतबेले श्री अरविंदंकर एई शरीर एई वर्ण विषय रे रिमार्क कले प्रभु यह किपरि संभव हला सेतबेले श्री अरविंद हसिले स्माइल इन द कोर्स ऑफ द टॉक तांको कथाबार्ता समय रे in which there was mention of the truth of supramental जेतेबेले प्रभु श्री अरविंद सुप्रामेंटाल सत्य विषय कहले श्री अरविंद टोल्ड दैट प्रभु कहले ओनली टू कुड गिव दैट टू हिम दुईटी जिनिस शरीर परिवर्तन घटाई रंगर परिवर्तन द महाशक्ति he pointed to himself जो गोटे से निज आंगुठी देखी कहले कि महाशक्ति while parting शास्त्री आस्क तापरे जेतेबेले विदाय लेकि शास्त्री जाउचंती
से पुणी पचारे कैन यू नो दैट द हेल्प आई वुड रिसीव इज योर्स हे प्रभु मते जो साहाय्य सब मिलूची योग पथरे ताहा कौन आपणकर मु ताहा जानिबाकू इच्छा करुछि जानिपारे कि श्री अरविंद गोटे शब्द कहले यस रिप्लाइड श्री अरविंद एंड इमीडिएटली there started the downpour of a consciousness which continued ever thereafter. शास्त्री लिखुचंती टीवी कपाली शास्त्री यस परे परे इमीडिएटली तत्क्षणात मो उपरे जेमिति एक दिव्य चेतना वर्षा है एवं ताहा कंटिन्यू करी रहिला जे पर्यंत मु एठी थिली शरीर थी आश्रम शेष निश्वास से त्याग करते से साक्षात्कार ठारू टीवी कपाली शास्त्री भविष्य जीवन पथ निर्धारित हो गला से तांकर पूर्व धारणा सबुरु मुक्त हो गले जो प्रारब्ध थिला सेतुरु मुक्त हो गले अल्प किसी वर्ष पर आश्रम अंतेवासी भाव से जोग देले से गभीर आध्यात्मिक साधन निमग्न रहिले एवं अनेक श्री अरविंदर पाद तल को नहीं आसी प्रेरणा माधव पंडित आश्रम को आसी से अनेक पुस्तक रचना कर भाष्य अन ऋग्वेद कारण से तो संस्कृत पंडित थे ना देते सिद्धांजन एवं बहुत प्रसिद्ध आश्रम भितर आश्रम साधक मान भितर बाहर एतद व्यतीत श्री अरविंद ओ मां को रचित पुस्तक मान को से तमिल तेलुगु ये टीवी कपाली शास्त्री संस्कृत अनुवाद करते निज कृति थिला वेद उपनिषद तंत्र मंत्र एवं योग उपर पर्यवेसित रचना भारतवर्षर अतीत आध्यात्मिक युग तथा प्रभु श्री अरविंदर दिव्य दर्शन मध्य एक अपरिहार्य सेतुटीए परी अद्यावधि रही पुस्तक यदि कई प्राप्त हेबे पाठ कले जना पड़े आउ जनकर जड़े भक्त श्री अरविंदर अनुगामी जी.भी. सुब्बाराव आंध्र जनैक नेतृस्थानीय व्यक्ति आंध्र प्रदेश सी अक्टोबर 1923 प्रभु श्री अरविंद दर्शन लाभ करते साक्षात्कार विवरणी जहां से 6 मे 1951 रे द संडे टाइम्स को रिकलेक्शन स्वरूप प्रदान करते प्रकाश करने तो संडे टाइम्स मैगजीन से बाहर कला संडे टाइम्स तत्सहित से स्वहस्तर प्रस्तुत कर एक फाइन पेन स्केच ऑफ श्री अरविंद निज हाथ में पेन रे गोटे सुंदर परिष्कार श्री अरविंदर फटोटे आंकी निज हाथ में जहाँ आंकी प्रभु को प्रभु पाद तले आनिकी निवेदन करते से लिखी एवं द संडे टाइम्स रे जहाँ प्रकाशित होता श्री अरविंद वाज dazzling bright in color. It was said that in his earlier years he was more dark than brown and had a long, rather thin beard which was well dressed with streaks of white strewn here and there. से लिखिते श्री अरविंद चमत्कार शरीर रंग अति चमत्कार ही एवं मु शुणा पाइली से कहते सेड मु शुणा पाइली अर्लियर एज रे पूर्व जो से पंडिचेरी 1910 मसीह आसी ये तो 23 मसीहा कथा से लिखुते से ही वाज डार्क देन ब्राउन ब्राउन कलरटा जमी अधिक डार्क थे एवं लंबा केश थी लंबा दाढ़ी थला
which was well do दाढ़ी dressing करा हैतला with streaks of white stream here and there. The figure was slender, खूब क्षीणकाय, and not much taller than Gandhiji's. कारण से जब गांधीवादी थे गांधी को ठारू अधिक उच्चा नथिले, but a bit more fleshy, किंतु टिके अधिक मोटा. The eyes were big, आखि जोड़ी को चमत्कार बड़ बड़, and से आखि दुईटी गोटे पॉइंट सब रोला, and their looks were keen and piercing like shells. एवं तांकर आखि एमिति चकचक करुला जेम देखिबा को भुक्ता भैया. She was dressed in fine cotton, not khadar. से खदड़ पिंधि नथिले किंतु फाइन कटन पिंधिले, फाइन तार धोती. Evidently he had only 2 clothes on. एवं वस्तुतः तांका शरीर रे दुईटी लुगा रहुतला, one a dhoti and the other a upper cloth worn in the tradition and fashion of a उपवीतम. खंडे धोती पिंधुले आ गोटे धोती को उपवीत पड़ा भाया, पैसा पड़ा भाया गोटे ओता पकाउले. फॉर एग्जांपल राइट आर्म एंड शोल्डर एक्सपोज. तांकर बाहर पैसा बाहर डाहाण को पड़े, तेणु डाहाण कांध एक्सपोज होता एवं राइट आर्म भी एक्सपोज होता. बा हाथ बा कांधटी घोड़े रोला उतारे, सदर धोती और सदर. द लोअर पार्ट ऑफ द लेग वाज स्लेंडर. गोड़र आंठू ठारू तलू को बहुत सरुआ था, फेमिनाइन, एंड द फीट वेयर हिडन इन 2 स्मॉल स्लीपर्स. एवं पाद जो गोड़ दुईटी आंठू तलू को फेमिनाइन जम झील पिलार गोड़ भाया एवं से दुईटी स्लीपर रे पाद को गोड़े. His voice was low, खूब धीरे स्थिर भाव में निम्न स्तर में कथबार्ता करुले, बट क्वाइट ऑडिबल. किंतु जदि जड़े शुणा चाहिए पूरा पूरी भल भाव में शुणी पार. क्विक एंड म्यूजिकल. श्री अरविंद स्वर ऑडिबल, क्विक एंड म्यूजिकल. He was fast in his flow of speech. प्रथम जो से कथा कहवाक आरंभ करुले, क्लियर लाइक ए क्रिस्टाल, गोटे क्रिस्टाल परी क्लियर, एंड एनालिटिकल टू ए डिग्री. एवं जहाँ से कहते तार गभीर अर्थ होता, प्रत्येक शब्द प्रत्येक कथा एनालिसिस आवश्यक करुला, वर्णनात्मक. In a 15 minutes talk, he gave me his philosophy in nutshell. तांका सहित 15 मिनट कथबार्ता मत सी दर्शन नटसेल रे मत सब कथा कहदे. He was simple and courteous. से खूब सिंपल थे, सादा सीधा एवं बहुत भद्र. आउटस्पोकेन, जहाँ कहवा कथा कहीदे भितर किसी रखिकी अल्प छाड़ा बेसी रखा, बेसी छाड़ा अल्प रखा भितर से कथा. एंड फ्री इन हिज इंटरोगेशन. जिते सी जब किसी पचारुले फ्रीली पचारुले, किसी चिंता न कर. इट सीम्ड मन होता आज तो he could know a man by the sweep of his eyes. मन पड़ा से गोटे लोकर भितर कौन अच्छी से व्यक्ति उपरे आखि बुले आनी स्वीप ऑफ हिज आईज सब कथा जानी जाऊँ. आखि बुले आइले गोटे लोक उपरे ता भितर कौन अच्छी से देखी जाऊँ. एंड रीड
ମ୍ୟାନ୍ସ ମାଇଣ୍ଡ ଏବଂ ମଣିଷର ମନକୁ ପଢି ପାରୁଥିଲେ ଫ୍ରମ୍ ଏ ସର୍ଭେ ଅଫ୍ ଦେୟାର ଫଟୋଗ୍ରାଫ୍ସ। ଯଦି ଗୋଟେ ଲୋକର ଫଟୋଗ୍ରାଫ ତାଙ୍କୁ ପଠା ହେଉଥିଲା ଆଶୀର୍ବାଦ ପାଇଁ, ସେ ଫଟୋଗ୍ରାଫ ମୁହଁରୁ ତାର ମନ କଥା ବି ସେ ଜାଣିପାରୁଥିଲେ। ହି ଆପିୟର୍ଡ ଆଜ୍ ୱାନ୍ ହାଇଲି cognizant of the value of time ଏବଂ ମନେ ହେଉଥିଲା ତାଙ୍କୁ ଦର୍ଶନ କଲାବେଳେ ସମୟକୁ ସେ ଭାରି ସମ୍ମାନ ଦେଉଥିଲେ। ହି ୱାଜ୍ କାଇଣ୍ଡ ଥ୍ରୁ ଆଉଟ୍, ସବୁବେଳେ ସେ ଦୟାଭାବ ପ୍ରଦର୍ଶନ କରୁଥିଲେ। ଆଜ୍ ଟୁ ଏ ଚାଇଲ୍ଡ, ଯେମିତି ଗୋଟେ ପିଲାଟି ପ୍ରତି ଆମେ ଆଚରଣ କରୁ ସେହିପରି। ବଟ୍ ଆଇ କୁଡ୍ discern enough, discern ମାନେ ନିକଟରେ ଆଖି ଖୋଲିକିରି ଦେଖିବାକୁ ଡିସର୍ନିଂ ଆଇ କହନ୍ତି। ଏବଂ ଡିସର୍ନିଂ ଆଇ କଥା ସାବିତ୍ରୀରେ ପ୍ରଭୁ ଶ୍ରୀ ଅରବିନ୍ଦ ଅନେକ ଜାଗାରେ ଲେଖିଛନ୍ତି। ତେଣୁ ମୁଁ ଯେତେବେଳେ ମୋର ଆଖି ଖୋଲିକିରି ତାଙ୍କୁ ଦେଖିବା ପାଇଁ, ପାଖରୁ ଦେଖିବା ପାଇଁ ଇଚ୍ଛା କଲି, ଇନ୍ ହିଜ୍ demeanor to conclude that he could be stern and imperious when required, ମୁଁ ଜାଣିପାରିଲି, ତାଙ୍କ ପାଖରୁ ଦେଖିଲି, ମୁଁ ଜାଣିପାରିଲି ସେ ଅତି ସରଳ, ଅତି ଦୟାଳୁ, କରୁଣାମୟ, କୃପାଳୁ, କିନ୍ତୁ ବେଳ ପଡ଼ିଲେ ସିଏ ଷ୍ଟର୍ନ ହେଇଯାଆନ୍ତି, ଇମ୍ପେରିୟସ୍ ହେଇଯାଆନ୍ତି ଯେତେବେଳେ ଆବଶ୍ୟକ ହୁଏ। ଆଣ୍ଡ ଫର୍ଦର ପୁନଶ୍ଚ ସେ କହୁଛନ୍ତି, ଶ୍ରୀ ଅରବିନ୍ଦ ବହୁ ଦିନରୁ ତାଙ୍କ ଯୋଗର ସିଦ୍ଧି ନିମନ୍ତେ ସାଧନାରେ ମଗ୍ନ ଅଛନ୍ତି, ଯାହାକୁ ସେ ବିଶ୍ୱାସ କରନ୍ତି ଯେ ତାହା ଏହି ଜିଭି ସୁବାରାଓ ଲେଖନ୍ତି, ଶ୍ରୀ ଅରବିନ୍ଦ ବହୁ ଦିନରୁ ତାଙ୍କ ଯୋଗର ସିଦ୍ଧି ନିମନ୍ତେ ସାଧନାରେ ମଗ୍ନ ଅଛନ୍ତି, ଯାହାକୁ ସେ ବିଶ୍ୱାସ କରନ୍ତି ଯେ ତାହା ଏହି ସଂସାରରେ ଏକ ନୂତନ ଶୃଙ୍ଖଳା ଆଣି ସ୍ଥାପନ କରିବା ପାଇଁ ଅଭିପ୍ରେତ। ଇଏ ଶ୍ରୀ ଅରବିନ୍ଦଙ୍କ ଯୋଗ। ସେ ସେହି ଶକ୍ତିକୁ ସର୍ବଦା ଦେଖିପାରୁଛନ୍ତି, ତାହା ଖୁବ୍ ଡାଇନାମିକ ଏବଂ ତାର ଆବଶ୍ୟକତା ରହିଛି ଏହି ପୃଥିବୀର ମୋରାଲ, ମେଟେରିଆଲ, ସୋସିଆଲ ଆଣ୍ଡ ଇଭେନ୍ ପଲିଟିକାଲ ପ୍ରୋବ୍ଲେମ ଗୁଡ଼ିକୁ ସମାଧାନ କରିବା। ଆମ ପୃଥିବୀରେ ବା ଆମ ସମାଜରେ, ଆମ ସଂସାରରେ ଏଇଗୁଡ଼ିକ ସବୁ ପ୍ରୋବ୍ଲେମ। ମୋରାଲ ପ୍ରୋବ୍ଲେମ ରହିଛି, ନୈତିକତାକୁ ଆମେ ଜାବୁଡ଼ି ଧରିଛୁ, ସିଏ ଆମର କ୍ଷତି କଲେ ବି ଆମେ ତାକୁ ଛାଡୁନୁ। ମେଟେରିଆଲ ପ୍ରୋବ୍ଲେମ ରହିଛି, କିଏ ଧନୀ ଦରିଦ୍ରର ତାରତମ୍ୟ ରହିଛି। ସୋସିଆଲ ପ୍ରୋବ୍ଲେମ ରହିଛି, ଆମେମାନେ ସମସ୍ତେ ଦେଖୁଛେ, ଜାଣୁଛେ। ଇଭିନ୍ ପଲିଟିକାଲ ପ୍ରୋବ୍ଲେମ ରହିଛି। ଏ ସମସ୍ତଙ୍କୁ ସମାଧାନ କରିବା ପାଇଁ ଶ୍ରୀ ଅରବିନ୍ଦ ଏକ ନୂତନ ଶୃଙ୍ଖଳା ଆଣି ସ୍ଥାପନ କରିବା ପାଇଁକି ଏଠାରେ ଅଭିପ୍ରେତ ହୋଇ ଆସିଛନ୍ତି ଏବଂ ରହିଛନ୍ତି। He makes an observation that is significant in view of later development. ତା ପରବର୍ତ୍ତୀ କାଳ ସମୟରେ ଯୋଉ ଡେଭଲପମେଣ୍ଟ ସବୁ ହେଇଥିଲା, ଏ ଜିଭି ସୁବାରାଓ ସେ ସମ୍ପର୍କରେ ବି କେତେକ ମନ୍ତବ୍ୟ ପ୍ରକାଶ କରିଛନ୍ତି। Speaking about some visions, Sri Aurobindo says that these things are of common occurrence. ଏବଂ କେତେଗୁଡ଼ିଏ ଭିଜନଟାକୁ ଆମେ ଦିବ୍ୟ ସ୍ୱପ୍ନ କହିପାରିବା ବା ଦିବ୍ୟ ଦୃଷ୍ଟିରେ ଯାହା ଦେଖାଯାଏ, ସାଧାରଣ ଦୃଷ୍ଟିରେ ଯେଉଁ ଜିନିଷ ଦେଖାଯାଏ ନାହିଁ, ଯଦି ଯେଉଁ ଦୃଷ୍ଟିରେ ଅସାଧାରଣ ଜିନିଷ ସବୁ ଦେଖାଗଲା ତାକୁ ଦିବ୍ୟ ଦୃଷ୍ଟି ବା ଭିଜନ କୁହାଯାଏ। ପ୍ରଭୁ ଶ୍ରୀ ଅରବିନ୍ଦ ଥରେ ସେହି ଭିଜନ ବା ଦିବ୍ୟ ଦୃଷ୍ଟି ସମ୍ପର୍କରେ କହୁଥିଲେ, these things are a common occurrence। ଏବଂ ସୁବାରାଓ କହନ୍ତି, ଶ୍ରୀ ଅରବିନ୍ଦ ଆଶ୍ରମରେ ଏହି ଦିବ୍ୟ ଦୃଷ୍ଟି ହେଉଛି ଏକ କମନ ଅକରେନ୍ସ। ସାଧାରଣତଃ ଯେଉଁମାନେ ଶ୍ରୀ ଅରବିନ୍ଦ ଆଶ୍ରମର ଅନ୍ତେବାସୀ, ସେମାନେ ବାହାରେ ରହୁଥିବା ଲୋକମାନଙ୍କଠାରୁ କିପରି ପୃଥକ, କିପରି ଭାବରେ ସେମାନେ ଏଲିଭେଟେଡ୍, ତା ଅର୍ଥ ସେମାନଙ୍କର ଏକ ଦିବ୍ୟ ଦୃଷ୍ଟି ରହିଛି। ଆମେ ଯାହା ଦେଖିପାରେ ନାହିଁ, ସେମାନେ ଦେଖିପାରେ। ଏବଂ ସେ ପୁଣି ଲେଖିଛନ୍ତି, this about Meera
Mira heard them 100 times. Speaking about some vision संपर्क कहवाक जाए जे विश्वबार कहते यही vision बा दिव्य दृश्य मीरा अनेक थर देखी 100 times 100 माने बहुत थर असीम अगणित समय. This Mira seems to be an extraordinary lady. से कहते जो मीरा विषय में कहूँ से साधारण नारी नुहति साधारण देवी नुहति से जन असाधारण देवी. And even in 1923 she was said to be the best of his disciples. एपरिक 1923 मसीहा मीरा को समस्ते श्री अरविंदर सर्वोत्तम शिष्या बोली दृष्टि देखुले and was consulted by Sri Aurobindo on many affairs. एवं प्रभु श्री अरविंद स्वयं मीरा को अनेक विषय कंसल्ट करते इंक्लूडिंग जोग विषय. नो वंडर आश्चर्य यह कहले प्रकाश कले आश्चर्य हेब नाही. Therefore सही कारण that she has been for a long time the acknowledged mother of the ashram. सही कारण बहुत समय धरी 1973 मसीहा पर्यंत एबे भी आश्रम रे एवं आश्रम बाहर समस्ते तांको दी मदर डिवाइन मदर दिव्य जननी श्री मां भाव ग्रहण कर. आसवा सूप सेरिमनी 1927 मसीह मां 27 मसीहार प्रारंभ काल में सूप डिस्ट्रीब्यूशन सेरिमनी आरंभ कले. सूप बांटा सूप तो समय जानते सूप पीउंट केते प्रकार सूप बाहर पैकेट पानी गरम पानी गोली होगा सूप कि माँ से सूप को तैयारी करुले डाइनिंग किचन रे एक स्पेशल दृष्टि रही. बोधुए यह जापानी मानकर चा पान उत्सव को द टी सेरिमनी रु आसीला. जापानी माने बौद्ध धर्मावली माने गुरु जो आसी बसंती गोटे चा पान उत्सव है. से चा पान उत्सव रु बोधुए माँ लेखक कहते जे सूप सेरिमनी टी माँ आनी. जदिव आजिकल टी सेरिमनी बुद्धिस्ट मानकर गुरु व शिष्य मानकर एक धार्मिक एवं सामाजिक मिलन को बुझे था. किंतु आश्रमवासी माने चा कि कॉफी खातु माँ चाहू नथिले. सुरेंद्रनाथ जोहर माँ को पचारे माँ चा कप भितर चा एवं कॉफी भितर क्योंकि भल. माँ कहले दीटा जाक खराब स्लो पाइला. ये सूप सेरिमनी संपर्क में प्रभु श्री अरविंद जहाँ कहते उद्धार करवा. द सूप वाज प्रभु लिखुंट द सूप वाज इंस्टीट्यूटेड इन ऑर्डर टू एस्टाब्लिश ए मीन्स बाय व्हिच द साधक माइट रिसीव समथिंग फ्रॉम द मदर बाय an interchange in the material consciousness. प्रभु कहते ये सूप कहीं उद्दिष्ट थिला कौन पाई. यही उद्देश्य सूप सेरिमनी टी माँ करते जे साधक मान भितर साधक मान एवं माँ भितर गोटे आध्यात्मिक संपर्क एस्टाब्लिश करने इंटरचेंज माँ किसी शक्ति ढालुले माँ निजे टेस्ट करुले एवं पूरा पूरी कप भर्ती करी दौले. साधकटी नौले साधक जनक साधिका जनक एवं ताको पान करुले. यह द्वारा माँ मेटेरियल बा शरीर परिवर्तन निमंते ता भीतर किसी शक्ति ढालिक साधक मानकर शरीर परिवर्तन बाट फिटौले. यही कथा प्रभु एठारे लिखिछन. इंटरचेंज इन द मटेरियल कॉन्शियसनेस. आम शरीर तो मटेरियल कॉन्शियसनेस रे अछि
ଏବଂ ତା ଭିତରେ ଆଧ୍ୟାତ୍ମିକ କନସିୟସନେସଟା ପଡ଼ିଲେ ପଶିଲେ ଦୁଇଟା ଭିତରେ ଗୋଟିଏ କ'ଣ ହୁଏ ଇଣ୍ଟରଚେଞ୍ଜ ହୁଏ ଫଳରେ ମ୍ୟାଟେରିଆଲ କିଛି ସେଠୁ କନସିୟସନେସ ଗେନ୍ କରେ। ବହୁ ବର୍ଷ ପରେ କେତେକ ସାଧକ ଯେଉଁମାନେ ସୁପ୍ ସେରିମନିରେ ଅଂଶଗ୍ରହଣ କରିଥିଲେ ସେମାନେ ଚେଷ୍ଟା କରିଥିଲେ ସେହି ଉତ୍ସବର ଉଦ୍ଦେଶ୍ୟ ଅର୍ଥ ମିନିଂ ତାର କ'ଣ, ତା ସାଧକମାନଙ୍କୁ କ'ଣ ମେସେଜ ଦେଉଥିଲା ଏବଂ ତାର ଗୁହ୍ୟ ରହସ୍ୟ କ'ଣ ଥିଲା ତାହା ବୁଝିବାକୁ ଚେଷ୍ଟା କରୁଥିଲେ। ଏହି ସୁପ୍ ସେରିମନି ପ୍ରଥମେ ଟେରାସ ଉପରେ ହେଉଥିଲା। ଟେରାସ ତ ଆପଣମାନେ ଦେଖିଛନ୍ତି ଯେ ପଣ୍ଡିଚେରୀ ଯାଇ ମା ଯୋଉ ଦର୍ଶନ। ତତ୍ପରେ ପ୍ରସ୍ପେରିଟି ରୁମ୍ର ଫ୍ରଣ୍ଟ ବାରଣ୍ଡାରେ ହେଲା। ପ୍ରସ୍ପେରିଟି ରୁମ୍ ଦେଖିଛନ୍ତି, ତା ଆଗରେ ଯୋଉ ବାରଣ୍ଡା ମା ଗୋଟେ ପଡ଼କୁ ବସୁଥିଲେ ଚେୟାର ଉପରେ ଏବଂ ତାଙ୍କ ଆଗରେ ସମସ୍ତେ ବସୁଥିଲେ। ସୁପ୍ ସେରିମନି ହେଉଥିଲା। ତାପରେ ସର୍ବଶେଷରେ ଯାହାକୁ ଆମେ କହୁଥିଲେ ଦ ଡିଭାଇନ୍ କମ୍ୟୁନିୟନ ରୁମ୍, ଯୋଉଠି ଭଗବାନଙ୍କ ସହିତ ମିଳନ ହୁଏ, ସେହି ରୁମ୍ରେ ଭଗବାନଙ୍କ ସହିତ ମିଳିତ ହେବାର ପ୍ରକୋଷ୍ଠ ଦ ଡିଭାଇନ୍ କମ୍ୟୁନିୟନ ରୁମ୍। ବର୍ତ୍ତମାନ ଯାହା ଆପଣମାନେ ଦେଖୁଛନ୍ତି ରିସେପ୍ସନ। ଆଶ୍ରମ ମେନ୍ ଗେଟ୍ରୁ ଚାଲିଗଲେ ପହଞ୍ଚିବେ ରିସେପ୍ସନ ରୁମ୍ରେ, ସେଇଟାକୁ କୁହାହେଉଥିଲା ଦ ଡିଭାଇନ୍ କମ୍ୟୁନିୟନ। ବର୍ତ୍ତମାନ ବି ସେୟା କେତେ କହନ୍ତି ଆମେ ସେଇଠି ଯାଇ ପହଞ୍ଚିଗଲେ ମା ଶ୍ରୀ ଅରବିନ୍ଦ ଆମକୁ ନେଇଯାଆନ୍ତି ସାଙ୍ଗରେ, ତାଙ୍କ ସହିତ ଆମର ଚେତନାରେ ଭାବର ଆଦାନ ପ୍ରଦାନ ହେଇଯାଏ। ଆମେ ଯାହା ଥାଉ ତାଙ୍କ ପାଦ ତଳେ ଢାଳି ହେଇଯାଉ ଏବଂ ସେ ଯାହା ଦିଅନ୍ତି ତାକୁ ଆନନ୍ଦରେ ପାନ କରୁ। ଏହି ରିସେପ୍ସନରୁ ଆରମ୍ଭ ହେଇଯାଏ। କେହି କାହାରିକି କହନ୍ତି ନାହିଁ। ଯଦି କେହି ଜଣେ କହୁଛି ଏବେ ମୋବାଇଲ ବନ୍ଦ କରିଛ, ଆଖିରେ ମୁହଁରେ ବା ହାତ ମାରିକିରି ପକେଟରେ ଆମେ କହିଦେଉ ହଁ। ତେଣୁ ସେ ଯାହା ହଉ ରିସେପ୍ସନ ରୁମ୍ ଆଶ୍ରମର ମେନ୍ ଗେଟ୍ ସମ୍ମୁଖରେ ଅଛି, ଏକଥା ସମସ୍ତେ ଜାଣନ୍ତି। ସମୟ ସାଧାରଣତଃ ସନ୍ଧ୍ୟା 8ଟା। ସାଧକମାନେ ଆସି ସେମାନଙ୍କ ନିମନ୍ତେ ବିଛା ଯାଇଥିବା ମ୍ୟାଟ୍ ଉପରେ ଧାଡ଼ି କରି ବସନ୍ତି। ତତ୍ପରେ ମା ଆସନ୍ତି ଏବଂ ତାଙ୍କ ପାଇଁ ଉଦ୍ଦିଷ୍ଟ ଥିବା ଚେୟାର ଉପରେ ବସନ୍ତି। ପାଦଟିକୁ ତଳେ ରଖାଯାଇଥିବା ତାଙ୍କ ପାଦ ତଳେ ରଖାଯାଇଥିବା ଏକ ଟୁଲ ଉପରେ ରଖନ୍ତି ଏବଂ ଆଲୋକ ସେତେବେଳେ ଲ୍ୟାମ୍ପ ଗୋଟେ ସେଡେଡ୍ ଲ୍ୟାମ୍ପ ଭିତରୁ ଆସୁଥାଏ। ଅତ୍ୟନ୍ତ ହାଲୁକା ଶୀତଳ ମନମୁଗ୍ଧକର ଆଲୋକ। ଏକ ସିଲିଣ୍ଡ୍ରିକାଲ ପାତ୍ର ଭେସେଲ, ସିଲିଣ୍ଡର ଭଳିଆ ଗୋଟେ ଭେସେଲ ଆପଣମାନଙ୍କୁ ବୁଝିବା ପାଇଁ କି ମୁଁ କହିଦେଉଛି। ଆମର ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ଶେଷରେ ଯୋଉ ଅଧରପଣା ଯେମିତିଆ ପାତ୍ରରେ ଦିଆଯାଏ, ବଡ଼ ବଡ଼ ଘୁମ ଭଳିଆ ଲମ୍ବା ଲମ୍ବା ତୁମ୍ବା, ସେମିତିଆ ତୁମ୍ବା ଭଳିଆ ଗୋଟେ ପାତ୍ରରେ ପାନ୍ତି ବସୁଥିଲେ। ସେ ସିଲିଣ୍ଡ୍ରିକାଲ ଭେସେଲରେ ଗରମ ସୁପ୍ ସାଧକ 4 ଜଣ ଉଠେଇକି ଆଣୁଥିଲେ ଏବଂ ମାଙ୍କ ସମ୍ମୁଖରେ ତାକୁ ରଖୁଥିଲେ। ଚମ୍ପକ ଲାଉଣ୍ଟର କାମ ହେଉଥିଲା ତା ଉପରେ ପଡ଼ିଥିବା ଘୋଡ଼ଣୀଟିକୁ କାଢ଼ିଦେବା। ତାପରେ the mother went into meditation for a while with her hands stretched out over the container. ମା ସେ କଣ୍ଟେନର ଉପରେ ନିଜ ହାତକୁ ବିସ୍ତାର କରିକି ମେଲେଇକିରି ରଖନ୍ତି, ମେଡିଟେସନକୁ ଚାଲିଯାଆନ୍ତି। ଇନଭୋକିଂ ଦ ଡିଭାଇନ୍ ଫୋର୍ସ, ସେ ସୁପ୍ ଭିତରକୁ ଡିଭାଇନ୍ ଫୋର୍ସକୁ ଆହ୍ୱାନ କରି ଡାକି ଇନଭୋକ୍ କର। ଆଉ ତାପରେ ମାଙ୍କ ଧ୍ୟାନ ସରିଲା ପରେ ଚମ୍ପକଲାଲ ପାତ୍ରଟିକୁ ମାଙ୍କ ଦକ୍ଷିଣ ପାର୍ଶ୍ୱରେ ସ୍ଥାପନ କରିଥାନ୍ତି। ସାଧକ ସାଧିକା ମାନେ ଜଣ ଜଣ କରି ତାଙ୍କର ନିଜ ସ୍ଥାନରୁ ଉଠନ୍ତି, ମାଙ୍କ ସମ୍ମୁଖକୁ ଯାଆନ୍ତି। ସମସ୍ତଙ୍କ ହାତରେ ତାଙ୍କୁ ଦିଆଯାଇଥିବା ଏନାମେଲ କପ୍ଟିକୁ ଧରନ୍ତି ଏବଂ ଏକ ଲମ୍ବା ସ୍ପୁନ୍ ଧରି ସେମାନଙ୍କ କପ୍କୁ ପୂର୍ଣ୍ଣ କରି ଦିଅନ୍ତି ଦିବ୍ୟ ଜନନୀ ସ୍ୱୟଂ ସୁପ୍ରେ।
एवं गिफ्ट टिके ताको सूप को चाहती बेले बेले टिके सीट भी नहीं जाती एवं गिव बैक टू साधक साधक मान को दे दिया जो माने मां पाद तले से साधक माने मां पाद तले आंठी पड़ती एवं दुई हाथ बढ़ई सूप कप टी एनामेल कप टी धरिक दियंती साधक मान सूप प्रभाव कौन पड़ूला से दिनलिपि से लिखुले उल्लेख कर जो एनिमल बा एनामेल पट एवं केडी सेठनाथ जो बही लिखिं लाइट एंड लाफ्टर से एनामेल पट को से कहते एनिमल पट माने आम भितर जिते एनिमलिटी अच्छी पशु स्वभाव अच्छी माँ से पशु स्वभाव को परिवर्तन करने एनिमल पट धीरे एनामेल पट धीरे एनामेल प्लेट जानते जहाँ हम चाइना प्लेट बोली कहूँ एवं तार धीरे ढालिकी एनिमलिटी को दूर करती माँ दिव्य सूप ढाली आम शरीर भितर एनिमलिटी को कौन करती एवं टीवी कपाली शास्त्री डायरी रे समस्त लिखुले एवं टीवी कपाली शास्त्री डायरी रे उल्लिखित होइतिबा 4-5 दिन 6 दिन कथा आम ये पाठ पढ़ा 31/3/1928 कपाली शास्त्री टीवी कपाली शास्त्री लिखुचंते माँ मते सूप टाइम रे 10 मिनिट समय देले मुझे आंठेगी थाए से मते सूप दे सारा पर मु प्रार्थना कली माँ किसी कहतु यही प्रार्थना टी से कहते मु निवेदन कली माँ किसी कहतु माँ कहले सिंसियर फेथ एंड कन्स्टांट एस्पिरेशन गेट्स दी आंसर माँ कहले तुम जब फेथ सिंसियर होता है एस्पिरेशन कन्स्टांट होता है उत्तर तुम निश्चय पाइब was the mother's utterance माँ यही कथा कहते किसी आनंद से माँ ठार पदे कथा शुणिकी माँ निजे कहीदे मुह खोलिक दिव्यवाणी मधुर हस माँ भगवती स्वयं निजे कथा कहते भक्त आगे तुम जदि सिंसियर फेथ रख कन्स्टांट एस्पिरेशन रख सबू जिनिस उत्तर पाई 15/6/1928 received before soup from the mother's hands माँ हाथरू सूप ग्रहण करने पूर्व माँ मत आउ किसी जिनिस देले बुक्स फोटोज विथ हर सिग्नेचर माँ केतोटी बही आनी खंडे दि खंड फोटो आनी निजर दस्तखत कर मो हाथ में थुईदे मदर से दिन टी सीरीयस देखा जाते मदर सीरीयस एट सूम टाइम सी कहते माँ सीरीयस देखा गले मत आहरी गुड एक्सपीरियंस दे कारण सी तो तंत्र साधक से देवी सीरीयस मूर्ति देखिले भयंकर मूर्ति एवं भारी खुशी हेले आनंदित हेले कहले माँ ये प्रकार एक्सपीरियंस मत आज देदेले मो आपण दिव्य रूप देखी एवं आपणकर मधुसिक्त मधुबला स्मित हास्य धारा ज्योतिर्मयी जननी को दर्शन करी आज माँ मत महाकाली स्वरूप दर्शन करे मु भाग्य मोर मु बहुत भाग्यवान ये 15/6/1928 डायरी रे उल्लेखित होता घटना 17/10/1928 नाइट सूप संध्या समय जो सूप दिया है से सेरिमोनी कथा द मदर वाज हाफ स्माइलिंग माँ अधा हसुले अर्ध स्मित हास्य पुष्टाधार एंड दी फ्लोरल गार्लैंड ऑन हर लैप माँ कोड़े जो माने गार्लैंड सब अर्पण करी फूलर माला ताको माँ रखी था चंपई टीवी कपाली शास्त्री कहते ये अद्भुत दृश्य माँ अल्प अल्प हसुंच हाथ में पलाटा को बुड़े सूप ढालुंट सूप भर्ती हो गला कप टाक धरिकी हाथ को बढ़ाऊँ साधक बा साधिका
ଏହି ସମୟରେ ତାଙ୍କ କୋଳରେ ତାଙ୍କ ଲାପରେ ଭକ୍ତମାନେ ସାଧକ ସାଧିକାମାନେ ଅର୍ପଣ କରିଥିବା ଗାର୍ଲାଣ୍ଡ ଫୁଲ ମାଳକୁ ଖୋଲିଛନ୍ତି। କି ଅଦ୍ଭୁତ ଦୃଶ୍ୟ। 28/12/1928 ନାଇଟ୍ ଆଟ୍ ସୁପ୍, ରାତିରେ ସୁପ୍ ଟାଇମରେ, ସୁପ୍ ସମୟରେ ଆୱାର ଆଇଜ୍ ଓପେନ୍, ଆମର ଆଖି ଖୋଲିଗଲା ଭଳିଆ ଘଟଣା। ଜୟ ଦି ମଦର ୱାଜ ଲୁକିଂ ଆଟ୍ ଅସ୍, ଆମେ ସମସ୍ତେ ଆନନ୍ଦିତ ହେଲୁ, ଖୁସିରେ ପୁରାପୁରି ଫାଟି ପଡ଼ିଲୁ। ମା ଆମକୁ ସମସ୍ତଙ୍କୁ ଅନେଇଛନ୍ତି, ଚାହିଁଛନ୍ତି। ଦିବ୍ୟ ଜନନୀ ଆମମାନଙ୍କ ଉପରେ ତାଙ୍କର ଦିବ୍ୟ ଚକ୍ଷୁଦ୍ୱୟରୁ ଆଲୋକ ବର୍ଷା କରୁଛନ୍ତି। ଆମେ ସେଇ ଆଲୋକରେ ଭିଜି ଯାଉଛୁ। ଆମମାନଙ୍କର ଚକ୍ଷୁଦ୍ୱୟରୁ ଧାରାଶ୍ରାବଣର ଅଶ୍ରୁ ବୋହିବାରେ ଲାଗିଛି, ତାହା କୃତଜ୍ଞତାର ଅଶ୍ରୁ। ହେ ଦିବ୍ୟ ଜନନୀ, ଆପଣ ଆମମାନଙ୍କ ସମ୍ମୁଖରେ ବସି ଆମମାନଙ୍କୁ ଚାହୁଁଛନ୍ତି ଦିବ୍ୟ ଦୃଷ୍ଟିରେ, ହସି ହସିକିରି। ଏଇ କଥାଟିକୁ ଲେଖିକିରି ସେ ନିଜେ କାନ୍ଦି ପକାଇଛନ୍ତି। 28/12/1928। 18/3/1929 ମଦର ଡିଲେଡ୍ ଟୁ ରିସିଭ୍ କପ୍ ଆଣ୍ଡ ଫ୍ଲାୱାର ଫ୍ରମ୍ ମି ଆଟ୍ ସୁପ୍ ଟାଇମ୍। ସୁପ୍ ଟାଇମରେ ମୁଁ, କିଏ ଟିଭି କପାଳୀ ଶାସ୍ତ୍ରୀ କହୁଛନ୍ତି, ମୋ ମାଙ୍କ ସମ୍ମୁଖରେ ନତଜାନ ହୋଇ ତାଙ୍କ ହାତକୁ ଫୁଲମାଳ ବଢ଼େଇ ଦେଲି, କପ୍ଟିକୁ ବଢ଼େଇ ଦେଲି। ମୁଁ ହାତରେ ଦେଖେଇଛି, ବଢ଼େଇ ଦେଇଛି, ମା ସେମିତି ଚାହିଁଛନ୍ତି। ମୋ ହାତରୁ ଫୁଲମାଳ ଏବଂ କପ୍ ଟିକେ ନେବା ପାଇଁ ମା ଟିକେ ଡେରି କଲେ। ମଦର ଡିଲେଡ୍, ତା ଅର୍ଥ ସିଏ କହୁଛନ୍ତି ମା ମୋତେ ସୁଯୋଗ ଦେଲେ ତାଙ୍କ ନିକଟରୁ ଅଧିକ ଟିକେ ଭଲ ଭାବରେ ଆଖି ପୁରେଇ ମୋର ମାନବ ଜୀବନକୁ ସାର୍ଥକ କରିବା ପାଇଁ। ମୋ ଭିତରେ ଶିହରଣ ଖେଳି ଯାଉଥାଏ, ମୋତେ ମନେ ହେଉଥାଏ ହୁଏତ ମୁଁ ଆଜି ରୂପାନ୍ତରିତ ହେଇଯିବି। ମଦର ଡିଲେଡ୍ ଟୁ ରିସିଭ୍ କପ୍, ତା ଭିତରେ ଏତେ ଘଟଣା ଘଟିଗଲାଣି। ଆଣ୍ଡ ଫ୍ଲାୱାର ଫ୍ରମ୍ ମି ଆଟ୍ ସୁପ୍ ଟାଇମ୍। I had a half-lit wideness over and above me. There was an attempt on my part to give myself up to her. ଟିଭି କପାଳୀ ଶାସ୍ତ୍ରୀ କହୁଛନ୍ତି, ମା ନେବା ପାଇଁ ଟିକେ ଡେରି କଲେ। ମୋ ହାତରୁ କପ୍ ଏବଂ ମୋର ଗାର୍ଲାଣ୍ଡ, ତାଙ୍କ ପାଇଁ ଯୋଉ ଗାର୍ଲାଣ୍ଡ ମୁଁ ଆଣିଥିଲି ଫୁଲମାଳ। I had a half-lit wideness, ମୋ ଭିତରେ ମୋର ଯୋଉ ସଂକୀର୍ଣ୍ଣତା ଥିଲା ସେ ଟିକେ ଅର୍ଦ୍ଧ ଆଲୋକିତ ହେଇଗଲା, ମୁଁ ଅନୁଭବ କଲି। ଓଭର ଆଣ୍ଡ ଓଭର ଏବଂ ମୋଟାମୋଟି ମୋ ଭିତରେ ଆଉ ସୀମିତତା ରହିଲା ନାହିଁ, ମୋ ଭିତରେ ନାରୋନେସ୍ ରହିଲା ନାହିଁ, ମୋ ଚେତନା ଓସାରିଆ ହେଇଗଲା। ମୋ ଭିତରେ ଲଭ୍, ଲାଇଟ୍ ଆଣ୍ଡ ଲାର୍ଜନେସ୍ ବୃଦ୍ଧି ପ୍ରାପ୍ତ ହେଲା। There was an attempt on my part, ମୋ ତରଫରୁ ମୁଁ ପ୍ରଚେଷ୍ଟାଟିଏ କଲି, ଚେଷ୍ଟା କଲି ମୁଁ ନିଜକୁ ମାଙ୍କୁ ଦେଇଦେବା ପାଇଁ, ସମର୍ପିତ କରିଦେବା। ମା, ମୁଁ ନିଜକୁ ସମର୍ପିତ କରିଦେବା ପାଇଁ ମୁଁ ଚେଷ୍ଟା କଲି। ସେଥିପାଇଁ ମୁଁ ନତଜାନ ହୋଇ ସେମିତି ବସିଥାଏ, ମାଙ୍କ ପାଦକୁ ଲକ୍ଷ୍ୟ କରୁଥାଏ, ମୁହଁକୁ ଲକ୍ଷ୍ୟ କରୁଥାଏ। ମା ମୋ ଉପରେ ଆଖି ବୁଜି ତାଙ୍କର ଦିବ୍ୟ କରୁଣା ମୁଦ୍ରିତ ଚକ୍ଷୁରେ ଢାଳୁଥାନ୍ତି, ହସୁଥାନ୍ତି। 19/3/1929 The mother kept the ତୁଳସୀ in her hand. ମା ହାତରେ ତୁଳସୀ ଧରିଥାନ୍ତି। Till I received the soup. ହାତରେ ତୁଳସୀ ଧରିଥାନ୍ତି, ଆଉ ଗୋଟେ ହାତରେ ସୁପ୍ ଭର୍ତ୍ତି କରିକିରି ଧରିକିରି ମୋ ଆଡ଼କୁ ବଢ଼େଇଥାନ୍ତି। ଦକ୍ଷିଣ ହସ୍ତରେ, କାହିଁକି ଦକ୍ଷିଣ ପାର୍ଶ୍ୱରେ ସୁପ୍ ଭାଣ୍ଡଟି ରଖାଯାଇଥାଏ ପାତ୍ରଟି, ଏବଂ ମୋ ହାତରେ ମୁଁ ଧରିଲା ପରେ କପ୍ ବା ତୁଳସୀ ଆଣିକି ମୋତେ ଦେଖାଉଥାନ୍ତି। ଏମିତି ହାତକୁ ବଢ଼େଇଛନ୍ତି ତ ବଢ଼େଇଛନ୍ତି, ହାତରେ ଅଛି ତୁଳସୀ, ମା ନଦେଲେ ମୁଁ ନେବି କେମିତି? The mother kept ତୁଳସୀ, a tulsi leaf, in her hand till I received the soup. ମୁଁ ସୁପ୍
ଗ୍ରହଣ କଲା ପର୍ଯ୍ୟନ୍ତ ମା ସେମିତି ଧରିଥାନ୍ତି। This day also there was something good about me. ସେଇ ଦିନ ଅର୍ଥାତ୍ 19/3/1929 ମୋ ପକ୍ଷରେ କିଛି ଭଲ ଘଟଣା ଘଟିଲା ଏବଂ ଭଲ କଥାଟିଏ ଘଟିଲା। I felt myself a vessel and in the whole movement ମୁଁ ନିଜେ ନିଜକୁ ଗୋଟେ ଭେସେଲ ଭଳିଆ ମନେ କରେ। ଭେସେଲ ମାନେ ବଡ ପାତ୍ର। ମୋ ଶରୀର ଗୋଟେ ପାତ୍ର ହେଇଯାଇଛି, ମା ତା ଦେହରେ ସୁପ୍ ଢାଳୁଛନ୍ତି। ମୁଁ ଖାଲି କପ୍ ନୁହଁ, ମୋ ବଡିଟା ମଧ୍ୟ ଗୋଟେ ପାତ୍ର ହେଇଯାଇଛି। In the whole movement with so many vessels was simply approved। ଏବଂ ମୋ ପଛରେ ଯୋଉମାନେ ଅଛନ୍ତି, ଯୋଉମାନେ ମୋ ଆଗରୁ କପ୍ ଧରିକିରି ଗଲେଣି, ସେଇମାନେ ଅଗଣିତ ପାତ୍ର। ଯୋଉ ପାତ୍ର ଭିତରେ ମା ଢାଳୁଛନ୍ତି ଅମୃତ ଏବଂ ରୂପାନ୍ତରିତ ବା ପରିବର୍ତ୍ତିତ ହେବା ପାଇଁ ମା ପ୍ରତିଶ୍ରୁତି ଦଉଛନ୍ତି। ମୋ ପିଲାମାନେ, ଶିଶୁମାନେ ଏଇ ଅମୃତ ପାନ କର। ତୁମମାନଙ୍କର ଶରୀରରେ ଯେତେ ସଂକୀର୍ଣ୍ଣତା ଅଛି, ଯେତେ ପ୍ରକାର କ୍ଲିଷ୍ଟ ଭାବ ଅଛି, ତାହା ଦୂରୀଭୂତ ହୋଇ ତୁମ ଭିତରେ ଏନଲାଇଟନ ହେଇଯିବ। ତୁମ ଭିତରେ ଭଲ ପାଇବା ବା ପ୍ରେମ ଭାବ ଜାଗ୍ରତ ହେବ ଏବଂ ତୁମେ ଲାର୍ଜ ହେଇଯିବ, ସୀମିତ ହୋଇକି ଆଉ ରହିବ ନାହିଁ। ଅପା ଭାଇମାନେ, ବର୍ତ୍ତମାନ ତ ସମୟ ହେଇଗଲାଣି। ଆଉ ଯାହା ରହିଲା ଆମେ ଆଗକୁ ପାଠ କରିବା। ଗୋଟିଏ କଥା ମନେ ରଖିବା, ଶ୍ରୀ ଅରବିନ୍ଦ ଆଶ୍ରମକୁ ଆମେ ଯେମିତି ଦେଖୁଛେ, ଅନେକ ଆପଣମାନଙ୍କ ଭିତରକୁ ଯାଇଛନ୍ତି, ତା ଭିତରେ ଆଉ ଗୋଟିଏ ସତ୍ୟ ରହିଛି, ଯୋଉଟିକ ସୂକ୍ଷ୍ମ ସ୍ତରରେ ଅଛି ଏବଂ ପ୍ରଭୁ ଶ୍ରୀ ଅରବିନ୍ଦ ସବୁବେଳେ ସେଇ ସୂକ୍ଷ୍ମ ସ୍ତରର କଥାଟିକି ଆମକୁ କହିବା ପାଇଁ ଚେଷ୍ଟା କରିଛନ୍ତି ଏବଂ ଲେଖିଛନ୍ତି। ଅନେକ ପୁସ୍ତକରେ ଆମମାନଙ୍କ ପାଇଁ ଲେଖିକି ରଖିଯାଇଛନ୍ତି। ପ୍ରଭୁ ଶ୍ରୀ ଅରବିନ୍ଦ ଏବଂ ଦିବ୍ୟ ଜନନୀ ଶ୍ରୀ ମା ସାଧାରଣ ଭାବରେ ଦୁଇଟି ବ୍ୟକ୍ତିତ୍ୱ ନଥିଲେ, ମଣିଷ ନଥିଲେ। ସେ ଥିଲେ ଅବତାର। ଯୁଗେ ଯୁଗେ ଅବତାର ହୁଅନ୍ତି, ଏ ଯୁଗରେ ବି ଅବତାର ହେଇଛନ୍ତି। କୌଣସି ଯୁଗରେ ଆପଣ ଜାଣିଛନ୍ତି କି କହିପାରିବେ ଆପଣମାନେ କୌଣସି ଅବତାରରେ ଭଗବାନ ଏତେ ଚିଠି ଲେଖିଛନ୍ତି ଭକ୍ତମାନଙ୍କୁ? ଦିନକୁ 10 ଘଣ୍ଟା ରାତି ସାରା ବସିକି ଚିଠି ଲେଖିଛନ୍ତି, ହଜାର ହଜାର ଲକ୍ଷ ଲକ୍ଷ ଚିଠି। ଏବଂ କେତେବେଳେ ସେହି ଚିଠିର ମାର୍ଜିନରେ ଉତ୍ତର ଦେଇଛନ୍ତି, କେତେବେଳେ ଗୋଟେ ଚିଠିଟାଟେ ଯୋଡ଼ି ଦେଇଛନ୍ତି ଏବଂ ତାକୁ କେହି ଜାଣନ୍ତିନି। ଯିଏ କ'ଣ ପଚାରିଛି ତା ଦେହରେ ସେୟା ଲେଖା ହେଇଛି ତାର ଉତ୍ତର ଏବଂ କ୍ଲୋଜ କଭରରେ ତା ପାଖକୁ ପଠେଇ ଦିଆହେଇଛି। ଇଏ ହେଲା କୃପା, ପ୍ରଭୁଙ୍କର କୃପା। ଏଇ ଯୋଉ ସୁପ୍ ସେରିମନିଟି ଆମେ ପାଠ କଲେ, ଏହା ଅଭିନବ। ଆମର ଉପନିଷେଦରେ ଅଛି ତେନ ତେନ ଭୁଞ୍ଜିତା। ଯାହା ଆମକୁ ଖାଇବା ପାଇଁ ଦିଆଯାଉଛି, ଆମେ ତାକୁ ପ୍ରଭୁଙ୍କୁ ସମର୍ପଣ କରି ଦେଲା ପରେ ତାହା ପ୍ରସାଦ ହେଇଯାଏ। ସେଇ ପ୍ରସାଦକୁ ଆମେ ଗ୍ରହଣ କରିବା ଉଚିତ। ତେଣୁ ମା ନିଜେ ସୁପ୍ ସେରିମନିରେ ଆମର ଆନିମଲିଟିକୁ ଦୂର କରିବା ପାଇଁ ଏନାମେଲ କପରେ ଭର୍ତ୍ତି କରିକିରି ହସି ହସିକିରି ବହେଇ ଦଉଥିଲେ ସାଧକ ସାଧକ ପାଖକୁ ଏବଂ ଲକ୍ଷ୍ୟ କରୁଥିଲେ ଏହା ଭିତରେ ଆନିମଲିଟି କେତେ ପରିମାଣରେ ଜମାଟ ବାନ୍ଧିକି ଅଛି। ଓಂ ଆନନ୍ଦମୟୀ ଚୈତନ୍ୟମୟୀ ସତ୍ୟମୟୀ ପରମେ ମା ଶରଣ ଆପଣ